ମୁଁ ୟା ବିଶ୍ୱାସ କରେ ଯଦି ମୁଁ ପ୍ରଭୁଙ୍କର ସେବା କରି ମୋ ଛୁଆମାନେ ପ୍ରଭୁଙ୍କର ସେବା କରିବେ ତାହେଲେ ସେମାନେ ବଞ୍ଚିବେ। ଯଦି ସେମାନେ ପ୍ରଭୁଙ୍କର ସେବା ନ କରିବେ ତାହେଲେ ବଞ୍ଚିବେନି, ଖାଇବା ପାଇଁ ବି ପାଇବେନି, ଖାଦ୍ୟ ବି ପାଇବେନି। ହାଲେଲୁୟା। ଜାଣିଛ ସବୁଠାରୁ ବେଶୀ ଆଦର ପ୍ରେମ ସମାଦର ପାଆନ୍ତି ପ୍ରଭୁଙ୍କର ଦାସ ଦାସୀମାନେ, ହଁ କି ନୁହେଁ? ସବୁଠାରୁ ଯଦି ପ୍ରଭୁଙ୍କର ଆପଣ ସେବା ନ କରିବେ ଆପଣ କେହି ପଚାରିବେନି, କୋଉଠି ଯାଆନ୍ତୁ ନା କେହି ପଚାରିବେନି। ଯଦି ଆପଣ ପ୍ରଭୁଙ୍କର ସେବକ ଅଛନ୍ତି ନା ତାହେଲେ ପୁରା ଆଦର କରିବେ, ପାଛୁଡ଼ି ନେବେ, ହଁ କି ନୁହେଁ? ହାଲେଲୁୟା। ମୁଁ ଗୋଟେ ଜାଗା ଯାଇଥିଲି ବଲାଙ୍ଗୀର, ମୁଁ ବଲାଙ୍ଗୀର ମୋତେ ଟିକେ ଅଡ୍ ଲାଗିଲା ସେପଟେ, ସିଏ ପୁରା ସେ ମାଳ ଫାଳ ଆଣି ପିନ୍ଧେଇ ଦେଲେ ପୁରା ଏକାଥରେ, ମୋତେ ବହୁତ ଅଡ୍ ଲାଗିଲା। ପୁରା ସେ ପୁରା ବାଜା ଫାଜା ବଜେଇଲେ, ପୁରା ଆଣି ବାଜା ଫାଜା ବଜେଇକି ପୁରା ଗାଁରେ ଉଠିକି ଆସିଲେ, ପୁରା ଥାଳି ସେ କଂସା ଥାଳି ଫାଳି ଧରିକି ପୁରା ବାଜା ଫାଜା ବଜେଇ ପୁରା ମାଳ ଫାଳ ପିନ୍ଧେଇକି ପୁରା ମୋତେ ନେଇଗଲେ। ମୋତେ ବଡ଼ ଅଡ୍ ଲାଗିଲା। ମୋତେ ମୁଁ ଏଇଟା କେବେ ବି ମୋର ଏମିତି ହେଇନି। ହଁ ମାଳ ପିନ୍ଧେ ବାଜା ବଜେଇଛନ୍ତି, ସେ କି ମାଳ ସେ ଯେ ସବୁ ପିନ୍ଧାନ୍ତି ମୁଁ ବି ଜାଣିନି, ସେଟା ପିନ୍ଧେଇ ଦେଇଛନ୍ତି ମୋ ସବୁ। ହାଲେଲୁୟା, ହାଲେଲୁୟା। ମୋ ପ୍ରିୟ ମାନେ, ମୁଁ ଆପଣ କହିବା ପାଇଁ ଚାହେଁ ପ୍ରଭୁଙ୍କ ଠାରେ ରୁହନ୍ତୁ, ପ୍ରଭୁ ଆପଣଙ୍କ ଠାରେ ରହିବେ, ପ୍ରଭୁ ଆପଣଙ୍କୁ ବଢେଇବେ, ପ୍ରଭୁ ଆପଣଙ୍କୁ ଉଠେଇବେ। ହାଲେଲୁୟା, ହାଲେଲୁୟା। ତାପରେ ସେ ଆମ୍ଭମାନଙ୍କୁ ନିର୍ମାଣ କରିଅଛନ୍ତି, ଓ ଆମ୍ଭେ ମାନେ ତାହାଙ୍କର ଅଟୁ। ହାଲେଲୁୟା। ସମସ୍ତେ କହେ ମୁଁ ପ୍ରଭୁଙ୍କର ଅଟେ, ମୁଁ ପ୍ରଭୁଙ୍କର ଅଟେ, ମୁଁ ପ୍ରଭୁଙ୍କର ଅଟେ। ଦେଖନ୍ତୁ ପ୍ରଭୁ ଆମକୁ ବନେଇଛନ୍ତି, ପ୍ରଭୁ ଆମକୁ ନିର୍ମାଣ କରିଛନ୍ତି, ଆମେ ତାଙ୍କର ହବା ନା କାହାର ହବା? ଯଦି ମୁଁ ପ୍ରଭୁଙ୍କର ତାହେଲେ ଏହା ବିଲିଭ କରିବି ପ୍ରଭୁଙ୍କ ସୁରକ୍ଷା ମୋ ସହିତ ଅଛି। ଯଦି ମୁଁ ପ୍ରଭୁଙ୍କର ବାକ୍ୟ କହୁଛୁ ତୁମେ ଆମ୍ଭର ଅଟ, ଆମେ ତୁମକୁ ନିର୍ମାଣ କରିଅଛୁ, ତୁମେ ଆମ୍ଭର ଅଟ। ମୁଁ ଯଦି ପ୍ରଭୁଙ୍କର ତାହେଲେ ପ୍ରଭୁଙ୍କ ସୁରକ୍ଷା ମୋ ସହିତ ଅଛି, କୌଣସି ବିପଦକୁ ମୁଁ ଡରିବି ନାହିଁ। ହାଲେଲୁୟା। ବାଇବେଲ ପ୍ରକାଶ କରେ ସଦ୍ରକ ମେଶକ ଅବେଦନଗୋ ଏ ତିନି ଜଣକୁ ରାଜା କଣ କହିଲେ? ତୁମେ ମୁଁ ଯୋଉଟାକୁ ନିର୍ମାଣ କରି ତାକୁ ମୁଣ୍ଡିଆ ମାର। କିନ୍ତୁ ସଦ୍ରକ ମେଶକ ଅବେଦନଗୋ ସେମାନେ ହଉଛନ୍ତି ପ୍ରଭୁଙ୍କର। ସେମାନେ ଆଉ କାହାର ଥିଲେ କି? ସେମାନେ ପ୍ରଭୁଙ୍କର। ଯୋଉମାନେ ପ୍ରଭୁଙ୍କର ସେମାନେ କେବେ ବି ମୁଣ୍ଡିଆ ମାରିବେନି, ଚାହେ ଗଳା କଟି ଯାଉ ନା କାହିଁକି, ଚାହେ ଗଳା କଟି ଯାଉ ନା କାହିଁକି। ହାଲେଲୁୟା। ଯେତେବେଳେ ମୁଁ ଶ୍ୱଶୁର ଘର ପାଖକୁ ଗଲି, ସେଠି ସେମାନଙ୍କ ମୋ ଶ୍ୱଶୁର ଘର ସାମନେ ଗୋଟେ ରାକ୍ଷସ ଏଡେ ବଡ଼। ଆନ୍ଧ୍ରା ଯିବେ ମାନେ ସାଉଥରେ ସବୁ ସେମାନେ ରାକ୍ଷସକୁ ପୂଜା କରନ୍ତି ହେଲା। ଆମର ସେତେବେଳେ ଫାଷ୍ଟ ଟାଇମ୍ ଯେତେବେଳେ ଗଲି, ସିମନ ଛୁଟ ଥାଏ, ମୁଁ 12 ବର୍ଷ, ମୁଁ ବାହାଘର 12 ବର୍ଷ ପରେ ଗଲି ଫାଷ୍ଟ ଟାଇମ୍। ମୋ ଶ୍ୱଶୁର ଘର ମୁଁ ଦେଖିନଥିଲି କି ଏଠି, ଆଉ ଜୟ ହେଇନଥାଏ। ସିମନ କହୁଛି ବାବା ଶୈତାନ ଡାଟା, ମୁଁ କିଛି କହନି ରେ। ସେମାନେ କଲଚର ଜାଣି ନାହାନ୍ତି, ତ ସେମାନେ ସବୁ କଣ କରେ, ଗଛରେ ପାଣି ଢାଳନ୍ତି, ଗଛରେ ପଥର ଉପରେ ସମୁଦ୍ରରେ ପାଣି ଢାଳିବେ ଯାଇକି ସବୁ ସେମାନେ। ମୁଁ ଦେଖିଲି ସେଟା, ଦେଖିଲା ପରେ ସେମାନେ ସବୁ ଆଣିକି ଦେଲେ ଭୋଗ, ମୁଁ ଏଇଟା ଖାଇବିନି, ଏସବୁ ଜିନିଷ ମୁଁ ଖାଇବିନି। ତାଙ୍କର କଥା ହେଲେ ମୋ ଶ୍ୱଶୁର ଘର ସବୁ, ଆରେ ଆମେ ଯାହା ଦଉଛେ ସେ ଖାଉନି, କିନ୍ତୁ ସିଏ ଆଣୁଛେ ଆମେ ତ ଖାଇ ଦଉଛେ। ହଁ ସେଇଟା ତମ ଭିତରେ ମୋ ଭିତରେ ଅଲଗା। ମୁଁ କେକ୍ ନେଇଥିଲି ନା, ବଡ଼ଦିନ ପୂର୍ବ କେକ୍ ପଠେଇଥିଲି ନା, ଖାଇ। ହାଲେଲୁୟା। ମୁଁ କହିଲି କେକ୍ ଖାଅ, ଧର୍ମ ପରିବର୍ତ୍ତନ କର ସବୁ। ମୁଁ ତାଙ୍କୁ କହିଲି, ତ ଓଡ଼ିଆ ବୁଝିପାରିବେନି ନା, ମୁଁ ଓଡ଼ିଆରେ କହିଲି ଦେଖି ପ୍ରଭୁଙ୍କ ଦାସ କିଛି କୁହନି। ଜାଣିଛନ୍ତି ସେଟା ବଡ଼ ବିଷୟ କଣ ହେଲା? ରାତିରେ ମୁଁ ଛାତ ଉପରେ, ସେପଟେ ଛାତ ଉପରେ ଶୁଅନ୍ତି, ଏସି ପାଇବେନି, ଏସି ଚାନ୍ସ ନାହିଁ, ଏସି କୁଲର ପାଇବେନି, ଫ୍ୟାନ୍ ପାଇବେ ବାସ୍, ଆଉ ଛାତ ଉପରେ। ହାଲେଲୁୟା। ରାତିରେ ମୁଁ ଛାତ ଉପରେ ଶୋଇଛି, ହଠାତ୍ ପରମେଶ୍ୱରଙ୍କ ଆତ୍ମା ମୋତେ କହିଲେ ଉଠି ପ୍ରାର୍ଥନା କର। ଆଉ ମୁଁ ଉଠି ପ୍ରାର୍ଥନା କଲି, କହିଲେ କାଲି ଯେତେବେଳେ ଏଇ ଗାଁକୁ ତୁମେ ଛାଡ଼ିବ, ଏଇ ଗାଁରେ ପ୍ରେୟାର ପାଣି ଚାରିଆଡ଼େ ଫିଙ୍ଗିବୁ। ମୁଁ କହିଲି ଏଇଟା ତ ଅଦ୍ଭୁତ କଥା ଗୋଟେ, ଲୋକ ଗେଟ୍ ସାମନେ ପ୍ରେୟାର ପାଣି ପୁରୀ ଇଏ କିଛି ଗୁଣି ତନ୍ତ୍ର ମନ୍ତ୍ର କଲା ଏଟା, ଫେର ଏକ ଦୁଇ ପୁରା ମୁଁ ତ ପଳେଇବି, ସେଠି ଦଙ୍ଗା ଲାଗିଯିବ ପୁରା ଏକାଥରେ। ବୋଲେ ବଡ଼ ମୁସ୍କିଲ ହେଲା, ମୁଁ କ'ଣ କରିବି? ମୁଁ ଗାଡ଼ି କ'ଣ ନେଇଗଲି ପୁରା ଗାଁ ଲାଷ୍ଟ ମୁଣ୍ଡକୁ, ପୁରା ଗାଁ ଲାଷ୍ଟ ମୁଣ୍ଡ ନେଇଗଲି, ଡୋର ଖୋଲିଲି, ପାଣି ପ୍ରାର୍ଥନା କଲି, ବୋତଲ ଧରିଲି, ଡୋର ପାଖରେ ଏମିତି ରଖିଲି ବୋତଲକୁ, ବାସ୍ ଗାଁ ଆରମ୍ଭ କଲି, ପକେଇ 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 ଆଲି, ଯୀଶୁଙ୍କ ରକ୍ତ ପୁରା ପକେଇ ଗାଁଟା କଭର କରି ପଳେଇ ଆସିଲି। କେହି ଜାଣିପାରିଲେନି, କିଛି ନାହିଁ। ବାସ୍ ତାପରେ ଯେତେବେଳେ 2-3 ବର୍ଷ ପରେ ଗଲି, ଟିକେ ଚେଞ୍ଜ ହେଇଛି, ଆଉ କିଛି ନାହିଁ। ହାଲେଲୁୟା, ହାଲେଲୁୟା। ମୋ ଶ୍ୱଶୁର ଘରେ ଚେଞ୍ଜ ହେଇଛି କିଛି ବିଷୟ, ସେମାନେ ଆଉ କିଛି ଏତେ ମାନୁନାହାନ୍ତି। ତାପରେ ମୋ ଶାଳୀ, ସିଏ ତ ପୁରା ଏକାଥରେ ପୁରା ଫୁଲ ବାମୁଣ, ସିଏ ବସିଛୁ। ମୁଁ କହିଲି
ତାଙ୍କର ମାନେ ଆନ୍ଧ୍ରାରେ ତେଲୁଗୁରେ ଭେଣେଇକୁ ବାବା ବୋଲି କହନ୍ତି। ଦେଖି ସେ ମୋତେ ବାବା ବୋଲି ଡାକେ। ସେ ଗୁରୁବାର ଖାଇବନି ଆଇଁଷ। ମୁଁ କହିଲି କ'ଣ ନା ମୁଁ କି ବାବାର ଭକ୍ତ ଗୋଟେ। ମୁଁ କହିଲି ମୁଁ ତ ବାବା ଫେର ଭକ୍ତ କ'ଣ ଖା। ତା ଧର୍ମକୁ ଭାଙ୍ଗିଲି, ନଷ୍ଟ କଲି। ହାଲେଲୁୟା, ହାଲେଲୁୟା। ଆମେ ଯୋଉଠି ଯିବା ସେଇଠି ଜଳେଇବା, ସେଇଠି ନିଆଁ ଲଗେଇବା। ହାଲେଲୁୟା, ହାଲେଲୁୟା। ସେପାଇଁ ମୋତେ କି କିରୋସିନ କୁହନ୍ତିନି, ମୁଁ ଉଲ୍ଟା ୱାର୍ଡ ତାଙ୍କୁ କୁହେ। ମୋ ସହିତ ମିଶୁ, ଜଳିବୁ। ଜଳିବା ପାଇଁ ଚାହୁଁଛୁ ଚାଲିବା ମୋ ପାଖକୁ।